हेलो फ्रेंड्स गुड मॉर्निंग मोर बड़ मानू नमस्कार छोट मानू आशीर्वाद मो यूट्यूब चैनल को आपण माने देखुवे जो मैंने भी देखी ना नुआ आसछंती समस्ते देखंतु आपन को मो वीडियो जदि भल लगे लाइक करिवे एवं शेयर करिवे और सब्सक्राइब करिवे। अनेक एमती यूट्यूबर सब बनाऊँच यूट्यूब रे वीडियो अपलोड कर तो जी बेले आम निजक निजे सुट करूँ मो वीडियो किए देखो आम सेमती भावु आम भाव मैंने मु तो भावे आने मैंने भावुले ना मुझे पार्बिनी तो मुझे भावे किंतु मु भी देखे अनेक लोक सब अपलोड कर मतलब गोटे अलग खुशी लगे मैंने मु भावे एमाने समस्ते किए कौन देखिया देखिया ये कौन कर से रोसे करूँ या कड़े बुली जातु कि जहाँ भी करूँ मॉर्निंग टाइम रे मेकअप नहीं था कि न नहीं था सब से पूरा तार गोटे अलग खुशी थाए तेणुक मुझे लोक देखिए किए कौन भावे केमी कौन से कथा न तार गोटे अलग मजा अच्छे मोर मुझे सेमती सुटिंग करके सब अपलोड कली तार गोटे बहुत बहुत खुशी लगे देखिले गोटे एंटरटेन मोर पुओ भी देख भारी खुशी हुए आम बाबू से भी देखिए से भारी खुशी होते मैंने मजा गोटे लगे आम एमती साधा प्लेन गेटअप सेटअप होकर मैंने तार अलग आम जार नेचुरालटा तार लाइफ मॉर्निंग रु नाइट पर्यंत आमर लाइफटा केमी बीतुची जो मैंने सब शूटिंग कर अपलोड कर बढ़िया मजा लगे देखापी आम गोटे टॉपिक को लेकिन करुँ देखुचु कि तार एत व्यूज हुए ना आमर मॉर्निंग रु नाइट पर्यंत जो सब काम गुड़ाक जो सब समय गुड़ाक बीती थाए आम कौन कौन कर तो तार जो वीडियो गुड़ाक जो मैंने सुट कर देखा बहुत बढ़िया लगे तेणुकर मोर भाविली मुझे से टाइप करे भविष्य में आउ दिन मुझे देखी आम टाइम बाहर करवा कि टाइम बाहर करके सुट करवा तार गोटे अलग मजा थाए से इंटरेस्ट लगे ना देखा तेणु सेमती वीडियो जो मैंने अपलोड करुँच भी आपणकर लाइफस्टाइल देखिए आपण को भी गोटे अलग खुशी लगे आ देखुवा लोक मैंने भी बहुत जोर देखिए तार व्यूज खूब बढ़ स्टार्ट चलो गा आलू को चलो बेटा गाओ गा एक बुटा हाथी घूमने चले गाय की डिगी दाम में ताके ऊपरते गाल के देख रख लाला उतले हाथी के अली इधर आजा इधर आ हाँ ताल मुटे हाथी घूमने चले गली का क्या के ऊपर है आलू का सालू बेटा का गई थी बेगम में टुकले तू नहीं थी बेगम में दाग माले लू लाई थी मम्मी ने ट्राई किया अपनी लाई थी पापा ने पता दिया मैं लाई थी पाया ने बंद दिया काले थी
ମୁଁ ଯେଉଁ ଏଇ ପେଷ୍ଟଟା ବନେଇଛି ଏ ପେଷ୍ଟରେ ସବୁ ମିଶିଛି ଜିରା, ରସୁଣ, ପିଆଜ ଅଳ୍ପ, ଲଙ୍କା ଗୋଟେ, ପୁଅଟା ଖାଇବ ନହେଲେ ବେଶୀ ରାଗ ହେଇଗଲେ ସେ ଖାଇପାରିବନି, ଆଉ ଟମାଟୋ ଗୋଟେ, ଆଉ ଗରମ ଗୋଟା ମସଲା କିଛି ପକାଇ ଦେଇକି ଏ ପେଷ୍ଟକୁ ମୁଁ ଗ୍ରାଇଣ୍ଡ କରିଦେଇକି ବନେଇ ଦେଇଛି। ସେଥିପାଇଁ ମୁଁ ଆଉ କିଛି ବି ଦେଲିନି, ତେଲରେ ଡାଇରେକ୍ଟ ଏ ପେଷ୍ଟକୁ ଢାଳି ଦେଲି। ଲୁଣ ଦେଉଛି ସ୍ୱାଦ ଅନୁସାରେ, ତାପରେ କିଛି ଟାଇମ୍ ତାକୁ ସିଝିବାକୁ ଛାଡ଼ିବି। ପାଣି ସବୁ ଶୁଖିଗଲେ ତାର ଯେଉଁ କଞ୍ଚା ବାସନାଟା ଥାଏ, କଞ୍ଚା ବାସନା ରହିବନି। ତେଣୁକରି ମୁଁ ପାଣି ଢାଳେ ନା, ଏଇ ପାଣି ସବୁ ଶୁଖିଗଲା। ଏ ପୁଅ ମୋର ରୋଷେଇ କରୁଛ ସାଇ? ଆଚ୍ଛା, ସବୁ କାଟିକି ରଖେ ଆଉ ରୋଷେଇ କର? ହଁ, ବଡ଼ ଡବା ଗୁଡ଼ାକ ଆଣିଲେ ପୁଅ ମୋର ଢାଳିକି ପକେଇଦିଏ। ମୁଁ ବେଳେବେଳେ ଭୁଲିଯାଏ, ତେଣୁକରି ମୁଁ ପ୍ୟାକେଟ୍ ମସଲା ମୁଁ ୟୁଜ୍ କରେ। ସେତିକି ବେଶୀ ହେଲେ ହେବନି। ଗରମ ମସଲା, ମିଟ୍ ମସଲା, ଚିକେନ୍ ମସଲା, ସବୁ ଏମିତି ଟିକେ ସବୁ ଦେଇଦେବେ। ଗୁଣ୍ଡ ମସଲା ଗୁଡ଼ାକ ମୁଁ ଦେଇଦିଏ। ସେଇଟା ଦେଲେ କ'ଣ ମୋତେ ଭଲ ଟେଷ୍ଟ ଲାଗେ। ମୋତେ ସେଥିପାଇଁ ମୁଁ ସେଇ ମସଲାରେ ହିଁ ତରକାରୀ ସବୁ ରୋଷେଇ କରେ। ଏ ସନ୍ତୁଳା ଥରେ ଏମିତି ଗୋଟା ପୋଟଳକୁ ଚାଷି ଦେଇକି ଆଳୁ ସହିତ ସନ୍ତୁଳା କରିକି ରୋଷେଇ କରିବେ ଆଉ ଖାଇକି ଦେଖିବେ କେତେ ଟେଷ୍ଟି ଲାଗିବ। ଆଉ ଆପଣ ଦିଅନ୍ତୁ, ଭାତ ହେଇଗଲା। ସହିତ ଖାଇପାରିବେ, ରୁଟି ସହିତ ଖାଇପାରିବେ। କେତେ ଦିଅନ୍ତୁନି ଥରେ ଏମିତି ପଡ଼ିଯିବ। ରୋଷେଇ କରିକି ଖାଇବେ, ଦେଖିବେ କେତେ ଟେଷ୍ଟି ଲାଗିବ। ମୁଁ ବି ଏ ରୋଷେଇଟା ଜାଣିତେ ଗୋଟେ ଭିଡ଼ିଓ ଦେଖିଥିଲି, ପକେଇଦେଲା। ସେ ଭିଡ଼ିଓ ଦେଖିକି ମୁଁ ମୋର ଏ ରୋଷେଇଟା ଆଉ ଦେ କରିଛି। ନା ବହୁତ ଦେଲ। ଆପଣଙ୍କୁ ଯଦି ଏ ରୋଷେଇଟା ଭଲ ଲାଗେ, ଆପଣ କମେଣ୍ଟରେ ମୋତେ ନିହାତି ଜଣାଇବେ। Mami ଦେଖ, mami ଆରେ ଦେଖ। ବାନ୍ଧିଦେଲ।
ଏବେ ଆମ ବାବୁ ରେଡ଼ି ହେଇଯାଇଛନ୍ତି ଅଫିସ୍ ଯିବା ପାଇଁ। ସେ ଚାର୍ଜରଟା ବ୍ୟାଗ୍ରେ ପ୍ୟାକିଂ କରିନଥିଲେ, ତ ମୁଁ ଚାର୍ଜରଟାକୁ ଆଣିକି ତାଙ୍କ ବ୍ୟାଗ୍ରେ ଭର୍ତ୍ତି କରିଦେଲି। ଚାର୍ଜର ନହେଲେ କ'ଣ ହୁଏ ନା, ସେ ମୋବାଇଲଟା ତାଙ୍କର ଅଫିସରେ କାମ ଚାଲିଲେ ସୁଇଚ୍ ଅଫ୍ ହେଇଯାଏ, ସରିଯାଏ ଚାର୍ଜ। ତେଣୁକରି ସେ ଚାର୍ଜର ନେଇକି ଯାଆନ୍ତି, ସେଠି ଚାର୍ଜ କରନ୍ତି। ଆଉ ପାୱାର ବ୍ୟାଙ୍କ ନେଇଥିଲେ ବି ଚାର୍ଜରଟା ନେଲେ ତାଙ୍କୁ ସୁବିଧା ହୁଏ। ତେଣୁକରି ତାଙ୍କ ବ୍ୟାଗ୍ରେ ସବୁବେଳେ ଚାର୍ଜର ଧରିଥାନ୍ତି। ହେଇଗଲେ ଚାଲିଲେ ବାଏ ବାଏ। ପାଣି ବୋଟଲ ଭୁଲି ଯାଉଛନ୍ତି, ଅଫିସ୍ ଯାଉଛନ୍ତି। ମୁଁ ଦେଇଥିଲି ପାଣି ବୋଟଲ ଦୁଇଟା ବାହାରକୁ ଦେଇକି। ସାଇ ଆମର ଶୋଇ ପଡ଼ିଛି ନଙ୍ଗୁ ବଙ୍ଗୁ। ହେଲମେଟ୍ ସେ ନେଇନଥିଲେ, ହେଲମେଟ୍ଟା ମୁଁ ଦେଇଦେଉଛି ତାଙ୍କୁ। ଭୁଲିଗଲେ ହେଲମେଟ୍। ପାଣି ବୋଟଲ ଭରିଦେବା। ଦୁଇଟା ପାଣି ବୋଟଲ। ହଁ ଚାଲ। ଦୁଇଟା ବୋଲି କ'ଣ ବ୍ୟାଗ୍ରେ ଅଛି, ଅଛି ପଇସା ଅଛି। ଧର। ହଁ ଅଛି। ସେ କେତେ ଅଛି ମାନେ ଏବେ ଆମ ବାବୁ ଅଫିସ୍ ବାହାରିଲେ, ତାଙ୍କର କାମ କ'ଣ ହେଲା? ମୋର ମୋବାଇଲ ଷ୍ଟାଣ୍ଡ ଭାଙ୍ଗି ଯାଇଛି, ତ ମୁଁ ଆଉ ଭିଡ଼ିଓ ସୁଟ୍ କରିପାରୁନି। ଆମ ମୋବାଇଲ ପ୍ରୋବ୍ଲେମ୍ ଥିଲା କ'ଣ କଲି, ମୋର ୱାଚ୍ ଟାଇମ୍ ଫସିଗଲା ଧୀରେ ଧୀରେ। ଆଉ ଭ୍ୟୁଜ୍ ବି କମିଗଲା, ଯଦି ମୁଁ ଅପଲୋଡ଼ କରିପାରିଲି ନାହିଁ ମୋର ଷ୍ଟାଣ୍ଡ ନଥିବାରୁ। ତାପରେ ଆଜି ଭାବୁଛି ଆଜି ଷ୍ଟାଣ୍ଡ ଗୋଟେ ନେଇ ଆସିବି, ହେଲେ ଟିକେ ସୁବିଧା ହେବ। ଟାଇମ୍ ବି ମୋତେ ହୁଏନି, ସେମିତି ମୁଁ ଟାଇମ୍ ବାହାର କରିକି ବ୍ଲଗ୍ ସବୁ ବନେଇବା ପାଇଁ ଚେଷ୍ଟା କରେ। ମୋର ଆଜିକୁ 4 ବର୍ଷ ହେଇଗଲାଣି ମୁଁ ମୋର ଚ୍ୟାନେଲ୍ ଖୋଲିଛି, କିନ୍ତୁ ମୁଁ କ'ଣ କରେ ନା, ଥରେ ଅପଲୋଡ଼ କରେ ଆଉ ଛାଡ଼ିଦିଏ। ତାପରେ ପୁଣି କିଛି ଦିନ ଗଲେ ପୁଣି ଅପଲୋଡ଼ କରିଦିଏ, ପୁଣି ଛାଡ଼ିଦିଏ। ସେମିତିକି ମୋର ଯେତିକି ବେଳେ ମନଟା ଖୁସି ଥାଏ ମୁଁ ମୋର ବ୍ଲଗ୍ କରେ। ତାପରେ ପୁଣି କେମିତି କେଜାଣି ମୋତେ ଆଉ ଇଚ୍ଛା ହୁଏନି ବ୍ଲଗ୍ କରିବା ପାଇଁ। ତାପରେ ଆଉ କ'ଣ କରିବି, ଏମିତି ଭାବେ ଆଉ କରିବା ପାଇଁ ଇଚ୍ଛା ଲାଗୁନଥିବାରୁ ମୁଁ ଆଉ କରେନା। ହେଲେ କ'ଣ ହେଲା, ପୁଣି ମୋ ମାଇଣ୍ଡ ସେଟ୍ କଲି ନା, ଏମିତି ତ ସମୟଟା ଦୁଃଖ ସୁଖରେ ଚାଲିଥିବ, ଏମିତି ଚାଲିବ ଜୀବନ ସାରା। ତେଣୁକରି ଆମେ ନିଜକୁ ନିଜେ ପରିବର୍ତ୍ତନ କରି ଯଦି ଚଳିବା, ମନକୁ ଯଦି ବୁଝେଇବା ଯେ ନା ମୋର ଯିଏ ଯାହା ହେଲା କ'ଣ ହେଲା, ଆମର ସେଥିରେ ଲେନା ଦେନା ନାହିଁ। ଆମର କିଛି ଟାଇମ୍ ବାହାର କରିକି ଭିଡ଼ିଓ ସୁଟ୍ କଲେ ଯେତିକି ବେଳେ ପର ସମୟରେ ଆମେ ଦେଖିବା, ତାର ଗୋଟେ ଅଲଗା ମଜା ଅଛି। 2 ବର୍ଷ ତଳେ, 3 ବର୍ଷ ତଳେ କି 10 ବର୍ଷ ତଳେ ଦେଖିବ, ସେଗୁଡ଼ାକର ତାର ମେମୋରି ଥିବ, ଗୋଟେ ଅଲଗା ଖୁସି ଆସେ। ମୁଁ ମୋର 4 ବର୍ଷ ତଳେ ଯେଉଁଗୁଡ଼ାକ ସୁଟିଂ କରୁଛି, ଏବେ ଦେଖିଲେ ମୁଁ ବହୁତ ହସେ ଆଉ ଭାବେ ଆରେ ମୁଁ ଏମିତି କରିଥିଲି।
ସେଇଥିପାଇଁ ମୁଁ ଏବେ ମୋ ମାଇଣ୍ଡ ସେଟ୍ କରିଦେଲି ନା ପ୍ରତିଦିନ କିଛି ନା କିଛି ସମୟ ବାହାର କରିକି ମୁଁ ମୋର ବ୍ଲଗ୍ କରିବି। ଯେତେବେଳେ ବିଜି ଲାଇଫ୍ରେ ଟାଇମ୍ ମିଳେ ନା ସୁଟ୍ କରିବା ପାଇଁ, ତଥାପି ବି ନିଜକୁ ନିଜେ ଟିକେ ଆଉ ଟିକେ ସ୍ମାର୍ଟ ହେଇକି ଟାଇମ୍ ବାହାର କଲେ ଟାଇମ୍ ନିଶ୍ଚୟ ମିଳିବ। ଆଉ ବ୍ଲଗ୍ ମୁଁ ନିଶ୍ଚୟ କରିବି ବୋଲି ମୁଁ ଭାବିଲି। ତେଣୁକରି ମୁଁ ସବୁଦିନ ବ୍ଲଗ୍ ଏବେ ପକାଉଛି। ତ ମୋ ମୋବାଇଲ୍ ପ୍ରୋବ୍ଲେମ୍ ହେଇଗଲା, ଡିସପ୍ଲେ ମୁଁ ନୂଆ ଲଗେଇଥିଲି, ପୁଅ ମୋର ପକେଇ ଦେଇଥିଲା, ତ ନୂଆ ଲଗେଇଥିଲି ଡିସପ୍ଲେ। ନୂଆ ଲଗେଇଲା ପରେ ବି ସେଟା କ'ଣ ହେଲା କେଜାଣି 2 ଦିନରେ ଖରାପ ହେଇଗଲା। ତାପରେ ପୁଣି ଆଉ ଥରେ ପୁଣି ଲଗେଇଲି, ହେଲେ ଏବେ ଠିକ୍ ଠାକ୍ ଚାଲିଲା। ହେଲେ ମୋର 2ଟା ଷ୍ଟିକ୍ ଥିଲା, ୟୁଟ୍ୟୁବ୍ ଷ୍ଟାଣ୍ଡ ଷ୍ଟିକ୍ 2ଟା ଥିଲା, ହେଲେ ଗୋଟେ କ'ଣ ହେଲା ନା ଗୋଟେଟା ତା'ର ଭାଙ୍ଗିଗଲା। ସେଥିପାଇଁ ଗୋଟେଟା ଭାଙ୍ଗିଗଲା, ହେଲେ ଆରଟା ମୋର ଅଛି। କିନ୍ତୁ ଆରଟା ତଳେ ଯେଉଁ ଆମର ଷ୍ଟାଣ୍ଡ ଥାଏ ନା ଓପନ୍ ହେବା ଆଉ କ୍ଲୋଜ୍ ହେବାର ଗୋଟେ ଥାଏ, ସେଇଟା ଗୋଟେ ପୁଣି ଭାଙ୍ଗି ଯାଇଛି। ସେଇଟା କେମିତି କ'ଣ କରିବି, ସେମିତିକି ସେଟାରେ ଚଳେଇଲି। ତାପରେ ଭାବୁଛି ନା ଟିକେ ଆଉ ଗୋଟେ ନେଇ ଆସିବି ଷ୍ଟାଣ୍ଡଟା, ହେଲେ ମୋତେ ସୁବିଧା ହେବ। ହେଲେ ମୋର ପୁଅଟା ବି ଅଛି, ସେ ଭାରି ଡିଷ୍ଟର୍ବ କରେ ମୋତେ, ଯେକୌଣସି କାମ করে ଡିଷ୍ଟର୍ବ କରେ। ହେଲେ ମୁଁ ଆଉ ଟାଇମ୍ ବାହାର କରିପାରୁନି। କିନ୍ତୁ ଏମିତି ହେଲେ ବି ଆଜି ବାହାର କରିବି ବୋଲି ଭାବିଛି। ମୁଁ ଆଣିଲି ଆପଣମାନଙ୍କୁ ଦେଖେଇବି। ମୁଁ ଆଉ ଟିକେ ବଡ଼ ଟ୍ରାଇପଡ଼୍ଟା ଆଣିଲେ ବି ସେ ଟେକିକି ଏପଟ ସେପଟ ନେଇପାରିବ ନାହିଁ। ଆଉ ଟାଇମ୍ ବହୁତ କମ୍ ଥାଏ। କମ୍ ଟାଇମ୍ରେ ଆମେ କ'ଣ ସାଙ୍ଗେ ସାଙ୍ଗେ ଯେଉଁ କାମ ହେଲେ ବି କରିବା ପାଇଁ ଚାହିଁବା, ସେ ବ୍ଲଗ୍ କଲି ନା ମାନେ ଲୋକ ଆଉ ଜଣଙ୍କୁ ଦରକାର। ହେଲେ ମୋର ସେମିତି କେହି ନାହାନ୍ତି। ଛୁଆଛୁଇ ବି ଆମର ପଡ଼ୋଶୀ ଓଡ଼ୋଶୀରେ ସବୁ ପାଠ ପଢ଼ି କିଏ ଟ୍ୟୁସନ୍ ଯାଉଛନ୍ତି, କ'ଣ ସମସ୍ତେ ନିଜ ନିଜ କାମରେ ଲାଗେ। ହେଲେ କିଏ ବା ମୋ ବ୍ଲଗ୍ କରିବ? ମୋ ଦ୍ୱାରା ଯେତିକି ସମ୍ଭବ ମୁଁ ସେତିକି କରୁଛି। ଆଉ ଦେଖାଯାଉ ଆଗକୁ ମୁଁ କେବେ କରୁଛି।